ନା ମୁଁ ସେଥିପାଇଁ ଆଉ ଇଚ୍ଛା ନାହିଁ। କୋଡ଼ିଏ କୋଟି ଟଙ୍କା ମୋ ପାଖରେ ନାହିଁ। କୋଟି କୋଟି ଟଙ୍କା ଘୋଡ଼ା ବେପାର ମୋ କରିବାର ନାହିଁ। ମୋତେ ସେ ଜାଗାକୁ ଯିବାର ନାହିଁ। ଆପଣଙ୍କୁ କିଛି ଅର୍ଥ କିଏ ମୋତେ ଟଙ୍କା ମାଗୁଥିଲେ, ମୋତେ ପାଖରେ ଏତେ ଟଙ୍କା ପତ୍ର ନାହିଁ, ମାଗୁଥିଲେ ଟଙ୍କା। ଆପଣ ମନା କରିଦେଲେ? ମୁଁ ମନା କରିଥିଲି, ମୋତେ ନାହିଁ, ମୁଁ ସେ ଜନସେବା କରିବି। ଜନସେବା? ଓଡ଼ିଶା ପାଇଁ ଜନସେବା କରିବି। ଆଉ ରାଜସ୍ୱକୁ ନାମ ଘରେ କେବେ ଦାଖଲ କରିବିନି। କ'ଣ ସବୁ ଜନସେବା କରିଛନ୍ତି? ମୁଁ ଗାଁରେ ଗୋଟେ ହନୁମାନ ମନ୍ଦିର କରିଛି। ପ୍ରତିବର୍ଷ ବାରାଣୀରେ ଅନ୍ନଛତ୍ର ମୁଁ ଦିଏ। ଘର ରୂପଖଣ୍ଡ ଆମ ଘରେ ମୁଁ ଅନ୍ନଛତ୍ର ପ୍ରତିବର୍ଷ ବାରାଣୀରେ ଦିଏ। ଆଜ୍ଞା, ମିଡ଼ିଆ ଆଗରେ ଆପଣ ଦେଖିଥିବେ, ଲକ୍ଷଣୀୟ 2 ଲିଉନେ କୋଟି କୋଟି ନେଇ ଘୋଡ଼ା ବେପାର ମୋର ପଇସାରେ ନାହିଁ। ରାଜ୍ୟସଭା ପାଇଁ ମୋର ଏଇ କୋଟି କୋଟି ଟଙ୍କା କଳା ଟଙ୍କା ମୋ ପାଖରେ ନାହିଁ, ମୋ ପଇସାରେ ନାହିଁ। ମାନେ ରାଜସ୍ୱ ନିର୍ବାଚନ କ'ଣ କୋଟି କୋଟି ଟଙ୍କା କରୁଛୁ? କୋଟି କୋଟି ଆଜ୍ଞା ନିଏ, କୋଟି କୋଟି ଟଙ୍କା 10 କରୋଡ଼ 15 କରୋଡ଼ ପାଇଁ ତାଙ୍କ ପାଇଁ ଚାଲିଛି ଘୋଡ଼ା ବେପାର। ମୋ ନାଁ ସଞ୍ଜୟ କୁମାର ପଲାଇ, ଡିଷ୍ଟ୍ରିକ୍ଟ ବାଲେଶ୍ୱର, ନିର୍ବାଚନ ମଣ୍ଡଳୀ ମୋର ସୁର। ଆଜ୍ଞା, ମିଡ଼ିଆ ଆଗରେ ଆପଣ ଦେଖିଥିବେ, ଲକ୍ଷଣୀୟ 2 ଲିଉନେ କୋଟି କୋଟି ନେଇ ଘୋଡ଼ା ବେପାର ମୋର ପଇସାରେ ନାହିଁ। ରାଜ୍ୟସଭା ପାଇଁ ମୋର ଏଇ କୋଟି କୋଟି ଟଙ୍କା କଳା ଟଙ୍କା ମୋ ପାଖରେ ନାହିଁ, ମୋ ପଇସାରେ ନାହିଁ। ମାନେ ରାଜସ୍ୱ ନିର୍ବାଚନ କ'ଣ କୋଟି କୋଟି ଟଙ୍କା କରୁଛୁ? କୋଟି କୋଟି ଆଜ୍ଞା ନିଏ, କୋଟି କୋଟି ଟଙ୍କା 10 କରୋଡ଼ 15 କରୋଡ଼ ପାଇଁ ତାଙ୍କ ପାଇଁ ଚାଲିଛି ଘୋଡ଼ା ବେପାର। ଏମଏଲଏ ମାନେ ନେଉଛନ୍ତି, ଏମଏଲଏ ମାନେ ନେଉଛନ୍ତି, ପ୍ରତିନିଧି ମାନେ ଭୋଟ ଦେଲେ ଏମଏଲଏ ମାନଙ୍କୁ, ଏମଏଲଏ ମାନେ ନେଉଛନ୍ତି। ପଇସା ନାହିଁ? ମୋ ପାଖରେ ପଇସା ପତ୍ର ନାହିଁ। ଛୋଟ ବିଜନେସ୍ ଖଣ୍ଡେ କରିଛି ଭୁବନେଶ୍ୱରରେ। ଲୋକଙ୍କ ପାଇଁ ଜନସେବା କରିବି। ମୋ ପାଖରେ ଏତେ ପଇସା ନାହିଁ। ମାନେ ପଇସା ଥିଲେ ଯଦି ଥାନ୍ତା କ'ଣ ଆପଣ ତାହେଲେ ଲଗେଇଥାନ୍ତେ? ନା, ମୋ ପାଖରେ ପଇସା, ସେଇ ପଇସା ମୁଁ ଜନସେବା କରିବା ପାଇଁ ଲଗେଇଥାନ୍ତି। ଏଇ ଘୋଡ଼ା ବେପାର କରିବା ପାଇଁ କୋଟି କୋଟି ଟଙ୍କା ମୁଁ ଦେବାର ନାହିଁ। ତାହେଲେ ଆପଣ ଘୋଡ଼ା ବେପାରକୁ ପସନ୍ଦ କରୁନାହାନ୍ତି? ମୋ ଘୋଡ଼ା ବେପାର ମୁଁ ଆଦୌ ପସନ୍ଦ କରିନି। କୋଟି କୋଟି ଟଙ୍କା ମୋ ପାଖରେ ନାହିଁ, ଯେ ମୋର ପଇସାରେ ନାହିଁ। ତାହେଲେ ଆପଣ ଯଦି ସେମିତି ସାଧାରଣ ଭାବେ ଆପଣଙ୍କୁ ବିଧାୟକ ସମର୍ଥନ ଦେଇଥାନ୍ତେ, ତାହେଲେ ଆପଣ ପ୍ରାର୍ଥୀ ଦାଖଲ କରିଥାନ୍ତେ? ମୋତେ ସାଧାରଣ ପ୍ରାର୍ଥୀ କରିଥିଲେ ନିଶ୍ଚୟ ପ୍ରାର୍ଥୀ ହେଇଥାନ୍ତି। ତାହେଲେ ଆପଣ କ'ଣ କାହା ସାଙ୍ଗେ ଯୋଗାଯୋଗ କରିଥିଲେ? ସମସ୍ତ ସାଙ୍ଗେ ଯୋଗାଯୋଗ କରିଥିଲି। କିନ୍ତୁ ଲାଷ୍ଟ ମୁହୂର୍ତ୍ତରେ ମୋତେ ମନା କରିଥିଲେ। ଆପଣଙ୍କୁ କିଛି ଅର୍ଥ ମୋତେ ଟଙ୍କା ମାଗୁଥିଲେ, ମୋତେ ପାଖରେ ଏତେ ଟଙ୍କା ପତ୍ର ନାହିଁ, ମାଗୁଥିଲେ ଟଙ୍କା ମୋତେ। ଆପଣ ମନା କରିଦେଲେ? ମୁଁ ମନା କରିଥିଲି, ମୋତେ ନାହିଁ, ମୁଁ ସେ ଜନସେବା କରିବି। ଓଡ଼ିଶା ପାଇଁ ଜନସେବା କରିବି। ଆଉ ରାଜସ୍ୱକୁ ନାମ ଘରେ କେବେ ଦାଖଲ କରିବିନି। କ'ଣ ସବୁ ଜନସେବା କରିଛନ୍ତି? ମୁଁ ଗାଁରେ ଗୋଟେ ହନୁମାନ ମନ୍ଦିର କରିଛି। ପ୍ରତିବର୍ଷ ବାରାଣୀରେ ଅନ୍ନଛତ୍ର ମୁଁ ଦିଏ। ଘର ରୂପଖଣ୍ଡ ଆମ ଘରେ ମୁଁ ଅନ୍ନଛତ୍ର ପ୍ରତିବର୍ଷ ବାରାଣୀରେ ଦିଏ। ଆଚ୍ଛା, ଭୁବନେଶ୍ୱର ଆପଣଙ୍କ ଗୋଟେ ବ୍ୟବସାୟ ଅଛି, ବ୍ୟବସାୟ ଯେଉଁ ଲାଭ କ୍ଷତି ହେଉଛି, ଏତେ ଲାଭ ହେଉଛି, ତାହେଲେ ରାଜସ୍ୱ କିଛି ଖର୍ଚ୍ଚ କରିଦେଇଥାନ୍ତେ? ନା, ମୁଁ ଜନସେବା କରୁଛି। ଅନ୍ଧମୁଖ ପିଲାମାନଙ୍କୁ ପାଠ ପଢ଼ଉଛି, ତାଙ୍କ ପାଇଁ ଖର୍ଚ୍ଚ ମୁଁ କରୁଛି। ତାହେଲେ ଆପଣଙ୍କୁ ଧୋକା ଦେଲେ ବିଧାୟକ ମାନେ ଯେ ହଁ କହିଥିଲେ? ମୋତେ ସବୁ ବହୁତ ଧୋକା ଦେଲେ ବିଧାୟକ ମାନେ। ସେଇଥିପାଇଁ ଆପଣ ରାଜସ୍ୱ ପ୍ରାର୍ଥୀ? ନା, ମୁଁ ସେଥିପାଇଁ ଆଉ ଇଚ୍ଛା ନାହିଁ। କୋଡ଼ିଏ କୋଟି ଟଙ୍କା ମୋ ପାଖରେ ନାହିଁ। କୋଟି କୋଟି ଟଙ୍କା ଘୋଡ଼ା ବେପାର ମୋ କରିବାର ନାହିଁ। ମୋତେ ସେ ଜାଗାକୁ ଯିବାର ନାହିଁ।